ମଧ୍ୟାହ୍ନ ଭୋଜନ ଖାଇ 20 ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଖାଦ୍ୟରେ ପଡ଼ିଥିଲା ଝିଟିପିଟି। ମଧ୍ୟାହ୍ନ ଭୋଜନ ଖାଇ 20 ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଭଦ୍ରକ ପୌରପାଳିକା ଅନ୍ତର୍ଗତ ବଡ଼ଶଙ୍କରପୁର ଠାରେ ଥିବା ଉର୍ଦ୍ଦୁ ୟୁଜିଏମଇ ସ୍କୁଲରେ। ସୂଚନା ଅନୁଯାୟୀ ଗତକାଲି ଦ୍ୱିପହର ସମୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା, କିନ୍ତୁ ସେହି ଖାଦ୍ୟରେ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ଆଉ ସେହି ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ସବୁ ପିଲାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ବ୍ଲକ ଅଧିକାରୀ ମଧ୍ୟ ମେଡିକାଲ ଯାଇ ସ୍ଥିତି ପରଖିଛନ୍ତି। ଏହା ସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଇଓ। ସେପଟେ ପିଲାମାନଙ୍କ ଅଭିଭାବକ ମଧ୍ୟ ଘଟଣାରେ ତଦନ୍ତ ସହ ଯେପରି ଆଗକୁ ଏଭଳି ନ ଘଟିବ ତାହାର ସମାଧାନ ପାଇଁ ଦାବି କରିଛନ୍ତି। ପରବର୍ତ୍ତୀ ଖବର, ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1 ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ପ୍ରାୟ 3 ଘଣ୍ଟା ରହିବେ ଓ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଏକ ସରକାରୀ କାର୍ଯ୍ୟକ୍ରମ ଏବଂ ଏକ ସାଧାରଣ ସଭାରେ ଯୋଗଦେଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନିଜର ତେଲେଙ୍ଗାନା ଗସ୍ତ ଶେଷ କରି ଆଜି ଅପରାହ୍ନ 2:40 ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଓ ସେଠାରୁ ଚଣ୍ଡିଖୋଲ ଯାଇ 5:45 ପହଞ୍ଚିବେ କୋଲକାତା ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ 6,400 ରୁ 15,000 ଟଙ୍କାକୁ ବୃଦ୍ଧି। ରାଜ୍ୟର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର 7,400 ଟଙ୍କାରୁ 15,000 ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଯଦି ଆପଣଙ୍କ ସମସ୍ୟା କେହି ଶୁଣୁନାହାନ୍ତି ତେବେ ଏହିପରି ସିଧା ପ୍ରଧାନମନ୍ତ୍ରୀଙ୍କ ନିକଟରେ କରନ୍ତୁ ଅଭିଯୋଗ। ଅନେକ ଥର ସରକାରୀ ବିଭାଗରେ କୌଣସି କାମ ନ ହେବା କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ଆପଣ ଅସୁବିଧାରେ ପଡ଼ନ୍ତି। ଫଳରେ ଆପଣ ଜଣେ ଉଚ୍ଚ ପଦାଧିକାରୀ କିମ୍ବା ପୋଲିସ ନିକଟରେ ଯାଇ ଅଭିଯୋଗ କରନ୍ତି, କିନ୍ତୁ ସେଠାରେ ବି ଆପଣଙ୍କ ଅଭିଯୋଗ ଶୁଣାଯାଏ ନାହିଁ। ଏପରି ପରିସ୍ଥିତିରେ ଆପଣ ଅନୁଭବ କରିଥାନ୍ତି ଯେ ଆପଣଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି ଏବଂ ଶେଷରେ ଆପଣ ନିରାଶ ହୋଇଯାଆନ୍ତି। କିନ୍ତୁ ବର୍ତ୍ତମାନ ତାହା ଆଉ ଘଟିବ ନାହିଁ, କାରଣ ଆପଣ ସିଧା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଆପଣଙ୍କର ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ। ଏଠାରେ ଥରେ ଅଭିଯୋଗ କଲେ କେବଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ବରଂ ଭବିଷ୍ୟତରେ ଆପଣ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ତେବେ ଆପଣ ଏହି ଅଭିଯୋଗକୁ ଅନଲାଇନ ମାଧ୍ୟମରେ ବି କରିପାରିବେ। ତେଣୁ ଆସନ୍ତୁ ଜାଣିବା କିପରି ଆପଣ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅନଲାଇନ ଅଭିଯୋଗ କରିପାରିବେ। ଯଦି ଆପଣ ଅନଲାଇନରେ ଅଭିଯୋଗ କରିବାକୁ ଚାହୁଁନାହାନ୍ତି ତେବେ ଆପଣ ଚିଠି ମାଧ୍ୟମରେ ବି ଆପଣଙ୍କ ଅଭିଯୋଗ କରିପାରିବେ। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଚିଠି ଲେଖି ଭାରତୀୟ ଡାକ ବିଭାଗ ମାଧ୍ୟମରେ ଆପଣଙ୍କର ଅଭିଯୋଗକୁ ପଠାଇ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଦକ୍ଷିଣ ବ୍ଲକ, ନୂଆଦିଲ୍ଲୀ ପିନ୍ 110011କୁ ଅଭିଯୋଗ ପତ୍ର ଲେଖିବାକୁ ପଡ଼ିବ। ଏହା ବ୍ୟତୀତ ଆପଣ FAX ମାଧ୍ୟମରେ ଆପଣଙ୍କର ଅଭିଯୋଗ ମଧ୍ୟ ପଠାଇ ପାରିବେ। ଆପଣ ଏହାକୁ 0112301685 FAX ନମ୍ବରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ। ପରବର୍ତ୍ତୀ ଖବର, ମହିଳାଙ୍କୁ ମିଳିବ ମାସିକ 1,500 ଟଙ୍କାର ପେନସନ। ଦିଲ୍ଲୀ ପରେ ହିମାଚଳ ସରକାରଙ୍କ ମଧ୍ୟ ମହିଳାଙ୍କୁ ଦେବେ ମାସିକ ଟଙ୍କା। 80 ବର୍ଷ ବୟସର ସମସ୍ତ ମହିଳାଙ୍କୁ ମିଳିବ ପେନସନ। ନୂଆ ଆର୍ଥିକ ବର୍ଷରୁ ମାସିକ 1,500 ଟଙ୍କା ପେନସନ ପ୍ରଦାନ କରାଯିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ। ସେ କହିଛନ୍ତି ଯେ 18 ରୁ 80 ବର୍ଷ ବୟସର ସମସ୍ତ ମହିଳାଙ୍କୁ ମାସିକ 1,500 ଟଙ୍କା ପେନସନ ପ୍ରଦାନ କରାଯିବ। ସେ କହିଛନ୍ତି ଯେ 2024-25 ଆର୍ଥିକ ବର୍ଷରୁ ସାରା ରାଜ୍ୟରେ ଇନ୍ଦିରା ଗାନ୍ଧୀ ପ୍ୟାରୀ ବେହେନା ସୁଖ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ 5 ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ଏଥିପାଇଁ ଫର୍ମ ପୂରଣ ହେବ। ପ୍ରତ୍ୟେକ ପରିବାର ଏହି ଯୋଜନା ସହିତ ସିଧାସଳଖ ଯୋଡ଼ି ହେବେ। ଏହି ଯୋଜନାରେ ବର୍ଷକୁ 800 କୋଟି ଟଙ୍କା ଖର୍ଚ୍ଚ ହେବ। 60 ବର୍ଷରୁ ଅଧିକ ବୟସ ମହିଳାଙ୍କୁ ପୂର୍ବରୁ ପେନସନ ଦିଆଯାଉଛି, ଯାହା ଏହି ଯୋଜନା ଅଧୀନରେ 1150 ରୁ 1,500 ଟଙ୍କାକୁ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଧୋନି ଏମିତି କଣ ଲେଖିଲେ ଯେ ଦର୍ଶକଙ୍କ ମୁଣ୍ଡରେ ପଶୁନି। IPL 2024 ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଧୋନି ସୋସିଆଲ ମିଡିଆରେ ଲେଖିଛନ୍ତି, ନୂଆ ସଂରକ୍ଷଣ ନୂତନ ଦାୟିତ୍ୱ, ଯାହାକୁ ନେଇ
ପ୍ରଶାସକ ମାନେ ଭିନ୍ନ ଭିନ୍ନ କଥା ଚିନ୍ତା କରିବାରେ ଲାଗିଛନ୍ତି। କେହି କେହି ଏହାକୁ ରାଜନୀତି ସହ ମଧ୍ୟ ଯୋଡୁଛନ୍ତି। ସେହିପରି ଚେନ୍ନାଇକ ମେଣ୍ଟର ଓପନର ହେବା ନେଇ ପ୍ରଶଂସକ ମାନେ ଅନୁମାନ ଲଗାଇଛନ୍ତି। ଏହା ପୂର୍ବରୁ ସେ ଅନେକ ଥର ତାଙ୍କ ନିଷ୍ପତ୍ତିକୁ ନେଇ ପ୍ରଶଂସକଙ୍କୁ ଚକିତ କରିଥିବା ବେଳେ ଏଥର କିନ୍ତୁ ଶୈଳୀ ଭିନ୍ନ ରହିଛି। ଧୋନିଙ୍କ ଶୈଳୀକୁ ନକାରାତ୍ମକ ଢଙ୍ଗରେ ନେଉଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରେ ସେ ବିଜ୍ଞାପନ ପାଇଁ ଏକ ଭଳି ସସ୍ପେନ୍ସ ସୃଷ୍ଟି କରିଛନ୍ତି। ତେବେ ସେ ଯାହା ହେଉନା କାହିଁକି ଧୋନିଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। 2020ରେ ହଠାତ୍ ଧୋନି ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଦେଖାଯାଉ ଧୋନିଙ୍କ ନୂଆ ଇନିଂସକୁ ପ୍ରଶଂସକ କିଭଳି ଗ୍ରହଣ କରୁଛନ୍ତି। ପରବର୍ତ୍ତୀ ଖବର, ଏବେ ଘରେ ବସି ନିଜେ କରିନିଅନ୍ତୁ ଆଧାର କାର୍ଡ ତ୍ରୁଟି ସଂଶୋଧନ। ମାର୍ଚ୍ଚ 14ରେ ଶେଷ ତାରିଖ। ମାଗଣାରେ ତୁରନ୍ତ କରନ୍ତୁ ଆଧାର ଅପଡେଟ। ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଯେଉଁମାନଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି ସେଗୁଡ଼ିକ ତୁରନ୍ତ ଅପଡେଟ କରିନିଅନ୍ତୁ। ମାର୍ଚ୍ଚ 14 ତାରିଖ ହେଉଛି ଏହାର ଶେଷ ତାରିଖ। ଏହି ସମୟରେ ଅପଡେଟ କରାଗଲେ ତାହା ବିନା ଶୁଳ୍କରେ ହୋଇପାରିବ। ବହୁ ପୂର୍ବରୁ ଏହା ଡେଡଲାଇନ୍ ଘୋଷଣା କରାଯାଇଥିଲା, କିନ୍ତୁ ପରେ ଏହା 3 ମାସ ସମୟ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ଆଉ ସମୟ ବୃଦ୍ଧି କରାଯାଇପାରିବ ନାହିଁ, କାରଣ ଆଗକୁ ନିର୍ବାଚନ ଆସୁଛି। ଆଧାର ଅପଡେଟ ପାଇଁ 15/12/2023ରୁ 13/3/2024 ଯାଏଁ ସମୟ ଦିଆଯାଇଥିଲା। ଅନଲାଇନରେ ମାଇ ଆଧାର ପୋର୍ଟାଲକୁ ଯାଇ ମାଗଣାରେ ତ୍ରୁଟି ସଂଶୋଧନ ବା ଆଧାର କାର୍ଡ ଅପଡେଟ କରିହେବ। UIDAI ର ୱେବସାଇଟକୁ ଯାଇ ଏଥିରେ ଆପଣ ନିଜ ନାଁ, ଠିକଣା ଆଦି ଭୁଲ ଥିଲେ ସଂଶୋଧନ କରିପାରିବେ। ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହି ସମାନ କାମ ଆପଣ କୌଣସି CSC କମନ ସର୍ଭିସ ସେଣ୍ଟରରେ ମଧ୍ୟ ଯାଇ କରାଇ ପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କୁ 50 ଟଙ୍କା ଦେବାକୁ ପଡ଼ିପାରେ। ତ୍ରୁଟି ସଂଶୋଧନ ବା ଅପଡେଟ କରିବାକୁ ହେଲେ ଆପଣଙ୍କୁ ଅନଲାଇନ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣପତ୍ର ଦେବାକୁ ପଡ଼ିବ।